ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ କୋଟି କୋଟି ଖଣିଜ ପାଣ୍ଠି ଓ କଳକାରଖାନାର ଅନୁଦାନ ଥାଇ ଲାଭ କ'ଣ? ସାଧାରଣ ଲୋକଙ୍କୁ ମୌଳିକ ସୁବିଧା ମିଳୁନାହିଁ। ଦାନଗଦି ଓ ସୁକିନ୍ଦା ବ୍ଲକରେ ଜନଜାତି ବସବାସ କରୁଥିବା ଅଧିସୂଚୀ ଅଞ୍ଚଳ। ଏହି ଦୁଇ ବ୍ଲକରେ ବିଭିନ୍ନ ପଞ୍ଚାୟତରେ ଶହ ଶହ ଜନଜାତିର ଶିଶୁ ଓ ଲୋକ ବିଭିନ୍ନ ମୌଳିକ ଅଧିକାରରୁ ବଞ୍ଚିତ ହେଉଛନ୍ତି। ଏ ବାବଦକୁ ଯୁବ ସମାଜସେବୀମାନେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ପ୍ରକାର ସୁଫଳ ମିଳୁନଥିବାରୁ ଦାନଗଦି ବ୍ଲକ ସମ୍ମୁଖରେ ଥିବା ମହାତ୍ମା ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ବ୍ଲକ ସମ୍ମୁଖରେ ଆମରଣ ଅନଶନ ଆରମ୍ଭ କରିଥିଲେ। ବିଗତ ଦିନରେ ଚିଠି ମାଧ୍ୟମରେ ଦାନଗଦି ବ୍ଲକର ବିଭିନ୍ନ ପଞ୍ଚାୟତ ଜନଜାତି ଲୋକ ଓ ଶିଶୁମାନଙ୍କ ଆଧାର କାର୍ଡ ନଥିବା ବେଳେ ଗୋଟିଏ ଗୋଟିଏ ପଡ଼ା ଗ୍ରାମରୁ ଶତାଧିକ ଲୋକ ରାସନ କାର୍ଡରୁ ବଞ୍ଚିତ ହେଉଥିବା, ଶତାଧିକ ଶିଶୁ ଶିଶୁ ଶ୍ରମିକ ଓ ବାଲ୍ୟ ବିବାହ ଆପଣାଉଥିବା ବେଳେ ଦାରିଦ୍ର୍ୟ ଡ୍ରପ୍ ଆଉଟ୍ର ମୁଖ୍ୟ କାରଣ ବୋଲି ଏହି ପତ୍ରରେ ଉଲ୍ଲେଖ କରି ପ୍ରଶାସନକୁ ଅବଗତ କରାଇଥିଲେ। ତତ୍ସହିତ ଶିଶୁ ଚାଲାଣ ସାଙ୍ଗକୁ ରୋଜଗାର ନଥିବାରୁ ବହୁତ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। କେବଳ ସେତିକି ନୁହେଁ, ଅନୁସୂଚିତ ଜନଜାତିର ଲୋକେ ଯକ୍ଷ୍ମା କିଡନୀ ରୋଗରେ ପୀଡ଼ିତ ହେଉଥିଲେ ଚିକିତ୍ସା ସୁବିଧା ସୁଯୋଗ ଉପଲବ୍ଧ ହେଉନି। ଏସବୁ ଘଟଣାକୁ ନେଇ ଏକ ଦାବିପତ୍ର ବିଗତ ଦିନରେ ଯାଜପୁର ଜିଲ୍ଲାପାଳ, ଦାନଗଦି ବିଡିଓ ଓ ତହସିଲଦାର ସମେତ ବିଭିନ୍ନ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିବା ବେଳେ ଏହି ପତ୍ର ଉପରେ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କଲେ ନାହିଁ। ତେଣୁ 2 ସପ୍ତାହ ପରେ ଯୁବ ସମାଜସେବୀ ଆମରଣ ଅନଶନରେ ବସିଥିଲେ। ଜନଜାତିଙ୍କ ମଙ୍ଗଳ ଓ ବିକାଶ ନିମନ୍ତେ ଏହି ଅନଶନ ମୂଳ ଉଦ୍ଦେଶ୍ୟ। ଶତାଧିକ ଜନଜାତି ଲୋକମାନଙ୍କ ଆଧାର କାର୍ଡ, ରାସନ କାର୍ଡ ସମେତ ଆର୍ଥିକ ଦୁର୍ବଳ ହୋଇଥିବା ସେମାନଙ୍କ ଶିଶୁ ଶିକ୍ଷା ଅଧିକାର ବଞ୍ଚିତ ହେଉଛନ୍ତି, ଯାହା ଫଳରେ ଶିଶୁ ଶ୍ରମିକ ଓ ବାଲ୍ୟ ବିବାହ ନିରାକରଣ ନିମନ୍ତେ ଦାବି ରଖାଯାଇଛି। ବ୍ଲକ ପ୍ରଶାସନ ତରଫରୁ ସମସ୍ତ ଦାବି ପୂରଣ ପାଇଁ ଆଗାମୀ ସପ୍ତାହ ମଧ୍ୟରେ ଆଲୋଚନା ହେବ ବୋଲି ପ୍ରତିଶ୍ରୁତି ପାଇବା ପରେ ଆମରଣ ଅନଶନ ସ୍ଥଗିତ ରଖାଯାଇଥିଲା। ସେ ଯେଉଁ ଆମର ବସିଥିଲେ ସେ ଯେଉଁ ଆଦିବାସୀ ଲୋକଙ୍କର ମୌଳିକ ତାଙ୍କର ସୁବିଧା ସୁଯୋଗ ଯେଉଁ ସବୁ ମିଳିବା ପାଇଁ ଏଇଟା ଗୋଟେ ନିହାତି ଭଲ ଜିନିଷଟେ, ସେଥିପାଇଁ ସେମାନେ ବସିଥିଲେ। ସେଥିପାଇଁ ଆମେ ତାଙ୍କୁ ସାଧୁବାଦ ଜଣାଉଛୁ, ଧନ୍ୟବାଦ ଦେଉଛୁ। ଆଉ ତାପରେ ହେଲା ଆଜିର ତାଙ୍କ ସେ ସାର୍ ଆଜି ମିଟିଂରେ ଅଛନ୍ତି, ଆମ ବିଡ଼ିଓ ସାର୍। 2-2ଟା 3-3ଟା ସିରିଜ୍ ମିଟିଂ ସେପଟେ ଚାଲିଛି। ମୁଁ ସାର୍ଙ୍କୁ ସବୁ କଥା ଜଣେଇଲି ଏବଂ ସାର୍ ମୋତେ କହିଲେ ଯେ ସେମାନେ ଗୋଟେ ଭଲ କାମ ନେଇକି ବସିଛନ୍ତି, ଆପଣମାନେ ଯାଇକି ତାଙ୍କ ସହିତ କଥା ହେଇକି କେମିତି ସେ ଅନଶନରୁ କ୍ଷାନ୍ତ ରୁହନ୍ତୁ। ତାଙ୍କର ଯାହା ଯାହା ଦାବି ଅଛି ସାର୍ ଆସିବେ, ଆମେ ସବୁ ବସିକି ତାଙ୍କ ଦାବିକି ଡିସ୍କସନ୍ କରିକି ସେଇ ଅନୁସାରେ ଆମେ ପଦକ୍ଷେପ ନେବୁ।